ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଯଦି ଆପଣଙ୍କୁ କମ୍ ଶୁଣା ଯାଉଥାଏ ତେବେ ଆଙ୍ଗୁଠିରେ ନଡ଼ିଆ ତେଲ ଲଗେଇ କାନରେ ଲଗେଇଲେ କମ୍ ଶୁଣା ଯାଉଥିବା ସମସ୍ୟା ଦୂର ହୋଇଥାଏ। ନମ୍ବର 2, ଯଦି ଆପଣଙ୍କର ନଖ ବଢ଼ୁନଥାଏ ତେବେ ଆପଣ ନଡ଼ିଆ ତେଲ ନଖରେ ଲଗାଇବାକୁ ଚେଷ୍ଟା କରନ୍ତୁ କିମ୍ବା ରସୁଣ ତେଲ ଲଗାଇଲେ ମଧ୍ୟ ନଖ ଜଲ୍ଦି ବଢ଼ିଥାଏ। ନମ୍ବର 3, ମଣିଷ ବୟସ୍କ ହେବା ପରେ ଧୀରେ ଧୀରେ ଦାନ୍ତ ଏବଂ ହାଡ଼ ଏସବୁ ଦୁର୍ବଳ ଏବଂ କମଜୋର ହୋଇପଡ଼େ। ତେଣୁ ଏମିତି ସମୟରେ ଆପଣ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ, ନହେଲେ ଆପଣମାନେ କ୍ୟାଲସିୟମ ଟ୍ୟାବଲେଟ୍ ଖାଇପାରିବେ। ନମ୍ବର 4, ବେଲପତ୍ରରେ ବହୁତ ଔଷଧୀୟ ଗୁଣ ରହିଅଛି। ବେଲପତ୍ର ସକାଳେ ଖାଲି ପେଟରେ ଖାଇବା ଦ୍ୱାରା କୌଣସି ପେଟ ସମସ୍ୟା ହୋଇନଥାଏ, ଭୋକ ମଧ୍ୟ ବଢ଼ିଥାଏ। ନମ୍ବର 5, ଯଦି ଆପଣଙ୍କର ଶ୍ୱାସରୋଗ ହୋଇଥାଏ ତାହେଲେ ଲେମ୍ବୁ ଆଣି ଚିପୁଡ଼ି ଗୋଟିଏ କାଚ ଜାରରେ ଅଧା ରଖନ୍ତୁ ଏବଂ ସେଥିରେ ଗୋଟିଏ ଦେଶୀ ଅଣ୍ଡା 15 ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ 1 ଚାମଚ ଖାଆନ୍ତୁ। ଏହାଦ୍ୱାରା ଶ୍ୱାସରୋଗ ଶୀଘ୍ର ଭଲ ହୋଇଥାଏ। ନମ୍ବର 6, ପାଣିକୁ ନିୟମିତ ରୂପରେ ଫୁଟେଇକି ପିଅନ୍ତୁ। ଆପଣ ପ୍ରତିଦିନ 3 ରୁ 4 ଲିଟର ପାଣି ନିହାତି ଭାବରେ ପିଅନ୍ତୁ। ଏହାଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଚେହେରାରେ ମଧ୍ୟ ଚମକ ଆସିଥାଏ। ନମ୍ବର 7, ଖାଦ୍ୟ ଅଧିକ ଗରମ ଥିଲେ ଏହାକୁ ଖାଆନ୍ତୁ ନାହିଁ। ଗରମ ଖାଦ୍ୟ ଖାଇଲେ ହାର୍ଟର ବେମାରୀ ହୋଇଥାଏ। ଆପଣ ଖାଦ୍ୟକୁ ଅଳ୍ପ ଥଣ୍ଡା କରି ଖାଇବା ଉଚିତ। ନମ୍ବର 8, କୋଳଥ ଡାଲି ଖାଇଲେ ପେଟ ସମସ୍ୟା ହୋଇନଥାଏ। ପେଟ ଜନିତ ସମସ୍ୟା ଥିଲେ ଆପଣ କୋଳଥ ଡାଲି ଜରୁର ଖାଆନ୍ତୁ। ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନମ୍ବର 9, ପେଟରେ ହେଉଥିବା ରୋଗ ଯନ୍ତ୍ରଣା ପାଇଁ ଆପଣ ପ୍ରତିଦିନ ପୋଦିନା ପତ୍ରର ଚା କିମ୍ବା ପୋଦିନା ଚଟଣି ଖାଆନ୍ତୁ। ଏହା ପେଟର ସମସ୍ୟାକୁ ଦୂର କରିଥାଏ। ନମ୍ବର 10, ପେଟରେ କୁର୍ମି ହେଉଥିଲେ ତେନ୍ତୁଳି ପତ୍ର କିମ୍ବା କଲରା ପତ୍ର ରସ ସହିତ ଚିନି ମିଶାଇ ସେବନ କଲେ କୁର୍ମି ନାଶ ହୋଇଥାଏ। ନମ୍ବର 11, ଗୃହରେ ନିୟମିତ ରୂପରେ ହନୁମାନ ଚାଳିଶା ନିହାତି ଭାବରେ ପାଠ କରନ୍ତୁ। ଏମିତି କରିବା ଦ୍ୱାରା ଗୃହକୁ ଅଶୁଭ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ ମନରୁ ସବୁ ଭୟ ଦୂରେଇ ଯାଇଥାଏ ଏବଂ ତା ସହିତ ସଙ୍କଟ ମୋଚନ ଆପଣଙ୍କର ସବୁ ସଙ୍କଟକୁ ଦୂର କରିଥାନ୍ତି। ନମ୍ବର 12, ଘରେ ରସୁଣ ଧୂଆଁ ଦେଲେ ଘର ଭିତରକୁ ହଇଜା ଏବଂ ବସନ୍ତ ପ୍ରବେଶ କରିପାରେ ନାହିଁ। ଏପରିକି ରସୁଣ ପତ୍ରକୁ ଘରର ଦୁଆର ମୁହଁରେ ଟାଙ୍ଗି ଦେଲେ ହଇଜା ଜୀବାଣୁ ଘରକୁ ପ୍ରବେଶ କରିପାରିନଥାଏ। ଏହି କଥା ମନେ ରଖିବେ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି, ଆଉ ଆପଣମାନେ କୋଉଠି କହୁଛନ୍ତି ମୋତେ କମେଣ୍ଟ କରି ନିହାତି ଜଣାଇବେ। ନମ୍ବର 13, ପରିସ୍ରା ଜଳାପଡ଼ା ହେଉଥିଲେ କଞ୍ଚା କ୍ଷୀରରେ ଥଣ୍ଡା ପାଣି ମିଶାଇ ଦିନରେ 2 ଥର ପିଇବ କିମ୍ବା ଗୁଡ଼ ଖାଇଦେଲେ ଏଥିରୁ ତୁରନ୍ତ ଆରାମ ମିଳିଥାଏ। ନମ୍ବର 14, ଯଦି ଚୁଟି ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ନଡ଼ିଆ ତେଲରେ ଅଁଳା ପାଉଡର ମିଶାଇ ତାକୁ ଟିକେ ଉଷୁମ କରି ଚୁଟି ମୂଳରେ ମସାଜ କଲେ ଚୁଟି ବଢ଼ିଥାଏ ଏବଂ ଲମ୍ବା ହୋଇଥାଏ। ନମ୍ବର 15, ଧଳା ପେଚା ଘର ଉପରେ ବସିଲେ, ଘର ଭିତରେ ବସିଲେ ବା ରାସ୍ତାରେ ଦେଖିଲେ ଶୁଭ, କିନ୍ତୁ କଳା ପେଚା ଦେଖିଲେ ତାର ବିପରୀତ ହୋଇଥାଏ। ଏହାର ପ୍ରତିକାର ହେଉଛି ଯେକୌଣସି ରବିବାର ଦିନ କ୍ଷୀର, ଗୁଡ଼ ଏବଂ କଦଳୀ ବ୍ରାହ୍ମଣଙ୍କୁ ଖାଇବା ଦେବା ସହିତ ଦକ୍ଷିଣା ଦାନ କରନ୍ତୁ। ନମ୍ବର 16, ସକାଳୁ ଖାଲି ପେଟରେ ପାନମଧୁରୀର ପାଣି ପିଇବା ଦ୍ୱାରା ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ନମ୍ବର 17, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳି ଝଗଡ଼ା ଲାଗି ରହୁଥିଲେ ଭଗବାନ ଶିବ ଏବଂ ମାତା ପାର୍ବତୀକୁ ଦର୍ଶନ କରନ୍ତୁ। ତା ସହିତ ସ୍ୱାମୀ ସ୍ତ୍ରୀ ଏକତ୍ର ମିଶି ଓମ୍ ନମଃ ଶିବାୟ ମନ୍ତ୍ର ଜପ କଲେ କଳି ଝଗଡ଼ା ଦୂର ହୋଇଥାଏ। ନମ୍ବର 18, ଭୋଜନ କରିବା ସମୟରେ କେବେ ବି ନିଜ ହାତ ଭୂମିରେ ଦାବି ରଖି ଭୋଜନ କରନ୍ତୁ ନାହିଁ। ଏହା ଘର ପ୍ରତି ଅମଙ୍ଗଳ ହୋଇଥାଏ। ଏହି କଥା ମନେ ରଖିବେ। ନମ୍ବର 19, ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ପରିମାଣରେ ଭିଟାମିନ୍ ସି ରହିଥାଏ। ଏହାକୁ ନିୟମିତ ଖାଆନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ନମ୍ବର 20, କେଶରେ ଯେଉଁମାନେ ପିଲାଦିନରୁ ରାଶି ତେଲ ଲଗାଇଥାନ୍ତି ସେମାନଙ୍କର ବୟସ ହେବା ପର୍ଯ୍ୟନ୍ତ ଚୁଟି କେବେ ବି ପାଚି ନଥାଏ।
नंबर 21 छोट पिलांको शरीर रे भल्लरे तेल मालिश करी खरारे किछि समय रखिले शिशु मानक शरीर एवं हाड़ मजबूत रही थाए। नंबर 22 सप्ताह रे 2 थर पनीर खातु। नियमित पनीर खाइबा द्वारा स्मृति शक्ति बढ़ी थाए। पनीर रे थिबा विटामिन बी मेमोरी पावर को बढ़ेबारे सहायता करे। नंबर 23 प्रतिदिन सकाळु उठिया परे बासी पानी निहाती भाबरे पीबा उचित जहाँ फल किडनी परिष्कार रही थाए। बासी पानी पीबा आम शरीर पई अत्यंत लाभदायक होई थाए। नंबर 24 शरीर सबुबले कुंडाई हेउथिले आपण गाधेबा पूर्वरु निश्चय नड़िया तेल लगांतु। ता सहित शरीर रे हलदी एवं लिंब पत्र को ग्राइंडिंग करी देहरे लगेई किछि समय परे गाधांतु। एहीपरि सप्ताह को 2 थर करंतु। देखिबे शरीर कुंडेई हबा संपूर्ण भावे बंद होई जिवो। नंबर 25 खाली पेटरे चा पीले आपणकर गैस समस्या होई पारे। आपण किछि खाइबा काहेकि चा पियंतु एई कथा मने रखिबे। नंबर 26 जल्दी केश को बढ़ाया पाई आपण केशरे सप्ताह रे थरे पियाजर रस लगांतु। देखिबे कम दिन रे आपणकर चुटी लंबा होई जिवो। आपण माने चेष्टा करिबे धला पियाज लगेया पाई। धला पियाज चुटी पाई बहुत भल होई थाए। नंबर 27 प्रतिदिन नियमित रूप से 2टी पिस्ता बादाम और दही सेवन करंतु। एहाकु सेवन करने द्वारा मस्तिष्क कंप्यूटर भली कार्य करि थाए। नंबर 28 संक्रांति एवं अमावास्या दिन किछि चाउल लुण और कला राशि ब्राह्मण को दान करने द्वारा शनि दशा खंडन होई थाए। नंबर 29 मंगलवार दिन घरे हनुमान को उड़ुथिबा फोटो लगेई नित्य पूजा अर्चना करिबा द्वारा मन पसंदर चाकरीटीए मिली थाए। नंबर 30 गर्भवती माँ माने शिशु जन्म हो सारिया परे पेटरे गोटे कपड़ा भल भाबरे बांधिकी रखिबा उचित नहले पेट फुली जाई थाए। एई कथा मने रखिबे। नंबर 31 जदि घरे आर्थिक स्थिति बहुत खराब होई थाए तेबे शुक्रवार दिन माता लक्ष्मी को एवं कुबेर फोटो आनी ठाकुर घरे रखी पूजा करने द्वारा आर्थिक स्थिति मजबूत होगा सहित घरर परिस्थिति और दरिद्रता दूर होई थाए। वीडियोटीर आगक जावा पूर्व आपण माने जदि मो चैनल को नुआ करी आछंती गोटे सब्सक्राइब निहाती करिदेबे। नंबर 32 सकाळर कौलिया खरा खाइबा शरीर पई अधिक लाभदायक होई थाए। निहाती सकाळर खरारे 20 मिनिट चलाबुला करंतु। एथिरु भरपूर मात्रा रे विटामिन डी मिली थाए एवं यह हाड़ को मजबूत रखि थाए। नंबर 33 जदि आपणक शरीर दुर्बल थाए एवं ओजन बढ़ु न थाए तेबे आपण नियमित रुटी रे घी लगेई खांतु। एहा द्वारा शरीरर ओजन तो बढ़ी थाए ता सहित शरीर को ताकत मिली थाए। नंबर 34 अत्यधिक ठंडा पानी पीवा द्वारा पाचन क्रिया कमजोर होई थाए। इम्यूनिटी सिस्टम मध्य दुर्बल होई पड़े ता सहित कफ हेबार समस्या होई पारे। तेणु आपण माने ठंडा पानी रु दूरे रुहंतु। नंबर 35 ताजा निम्ब पत्र रस को बाहर करी गला पानी रे मिसई सोईबा पूर्वर प्रतिदिन राति रे मुहरे लगांतु। एहा करिबा द्वारा पिंपल एवं सेमानकर चिन्ह मुहरु अदृश्य होई जाई थाए। नंबर 36 उषुम पानी रे गोलमरीच पकेईकी पियंतु। एहा करिबा द्वारा शारीरिक क्षमता इनक्रीज होई थाए। नंबर 37 सकाळे खाली पेटरे हलदी पानी पीवा द्वारा रक्त शुद्ध होई थाए जहाँ आपणक त्वचा को सुस्थ और चमकाई थाए। नंबर 38 जदि आपण कार्य चाप जोगु राति रे सठिक भाव सोई पारु नाहंती तेबे आपण क्षीर रे हलदी मिसई सेवन करंतु। हलदी रे थिबा आमिनो एसिड भल निद आसीबारे सहायता करि थाए। हलदी और क्षीर आम देह पई बहुत लाभदायक होई थाए।
ନମ୍ବର 39 2 ଚାମଚ ମୂଳା ରସରେ ଗୋଲମରିଚକୁ ଗୁଣ୍ଡ କରିକି ମିଶାଇ ଦିଅନ୍ତୁ ଏବଂ ଟିକିଏ ଲୁଣ ପକାଇକି ସେବନ କରନ୍ତୁ। ଯଦି ଆପଣଙ୍କର ପେଟ ଯନ୍ତ୍ରଣା ହେଉଥାଏ ଦେଖିବେ ତୁରନ୍ତ ଆରାମ ମିଳିବ। ନମ୍ବର 40 କାହାଠାରୁ ଜୋତା ଚପଲ ଉପହାରରେ ନେବା ଉଚିତ ନୁହଁ ଏବଂ ଶନିବାର ଦିନ ଜୋତା କି ଚପଲ କିଣିବା ଉଚିତ ନୁହଁ। ଏହାଦ୍ୱାରା ଧନହାନି ହେବାର ସଂକେତ ମିଳିଥାଏ। ଏହି କଥା ମନେ ରଖିବେ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଆପଣମାନେ କେଉଁ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇଲେ ମୁଁ ସେଇ ଟାଇପ୍ର ଭିଡ଼ିଓ ଆଣିକି ଆସିବି। ଜୟ ଜଗନ୍ନାଥ କମେଣ୍ଟ ବକ୍ସରେ ଲେଖିବେ।